नमस्कार प्रिय दर्शक ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ରଙ୍ଗ ବିରଙ୍ଗ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ ଯେଉଁ ବ୍ୟକ୍ତିମାନେ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମାସିକ ରାଶିଫଳ 1 ଜାନୁଆରୀ 2026 ଠାରୁ 31 ଜାନୁଆରୀ 2024 ମସିହା। ସନ୍ 2024 ମସିହାର ଜାନୁଆରୀ ମାସରେ ଯେଉଁ ବ୍ୟକ୍ତିଙ୍କର ଜନ୍ମଜାତକ ରାଶି ହେଉଛି ମକର ରାଶି। ଯେଉଁ ବ୍ୟକ୍ତିଙ୍କର ଜନ୍ମଜାତକ ଲଗ୍ନ ହେଉଛି ମକର ଲଗ୍ନ। ଯଦି ଆପଣ ପାଖରେ ଜାତକ ନାହିଁ ନାମ ରାଶି ମକର ରାଶି ନିଶ୍ଚିତ ରୂପରେ ଆପଣ ସବୁ ଦେଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ମକର ରାଶି ବ୍ୟକ୍ତିମାନଙ୍କ 1 ଜାନୁଆରୀ ଠାରୁ 14 ଜାନୁଆରୀ ପର୍ଯ୍ୟନ୍ତ ସୂର୍ଯ୍ୟ, ଶୁକ୍ର, ବୁଧ ଏବଂ ମଙ୍ଗଳ ମହାଗ୍ରହ ଆପଣଙ୍କର ଧନୁରାଶି ରହିବେ। ଧନୁରାଶି ଯାଇକି ଆପଣ ବ୍ୟୟ ସ୍ଥାନ। ପୁନଃ 14 ଜାନୁଆରୀ ଠାରୁ 31 ଜାନୁଆରୀ ପର୍ଯ୍ୟନ୍ତ ଆପଣଙ୍କର ମକର ରାଶି ଉପରେ 4ଟି ଗ୍ରହ ରହିବେ। ଯେହେତୁ ଶନିଙ୍କର ଦୃଷ୍ଟି ଧନୁରାଶି ଉପରେ ପଡୁଛି, ରବିଙ୍କ ପ୍ରତି ଦୃଷ୍ଟି ରହିବ। କର୍ମକ୍ଷେତ୍ରକୁ ଜଗି ରଖି ଚାଲିବା ବହୁତ ଆବଶ୍ୟକତା ଅଛି। ଧୀର ପାଣି ପତ୍ର କାଟେ, ଧୀର ସ୍ଥିର ମନୋଭାବନା ରଖିବା ଆବଶ୍ୟକତା ଅଛି। କୌଣସି ଡିସିସନ୍ ନେଉଛନ୍ତି ବିଲକୁଲ ଭାବିଚିନ୍ତି ଡିସିସନ୍ ନିଅନ୍ତୁ। ନିଜ ହାତରୁ ପଦପଦବୀ ଛାଡ଼ିଯିବାର ସମ୍ଭାବନା ଦେଖାଯାଉଛି। କର୍ମକ୍ଷେତ୍ରରେ ବାଧା ଆସିବ, ଖର୍ଚ୍ଚ ବଢ଼ିବ, ଦୂରଯାତ୍ରାରେ ବିଘ୍ନ ଘଟିବାର ସମ୍ଭାବନା ଦେଖାଯାଉଛି। ଟିକେ ସାବଧାନ। କର୍ମ ଏବଂ ବେପାର ବାଣିଜ୍ୟ କ୍ଷେତ୍ର ପ୍ରତି ଯଥେଷ୍ଟ ଫୋକସ୍ ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମାଙ୍ଗଳିକ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଉପରେ ଚିନ୍ତା ମଧ୍ୟ ଦେଖାଦେବାର ସମ୍ଭାବନା ଦେଖାଯାଉଛି। କୌଣସି ବ୍ୟକ୍ତିଙ୍କ ଠାରୁ ଋଣ ନେଇଥିଲେ ଋଣ କର୍ଜ ଠାରୁ ମୁକ୍ତି ମିଳିବାର ସମ୍ଭାବନା ଦେଖାଯାଉଛି। ଗଭର୍ଣ୍ଣମେଣ୍ଟ ଜବ୍ରେ ମଧ୍ୟ ସଫଳତା ହେବାର ସମ୍ଭାବନା ଦେଖାଯାଉଛି। ଯେଉଁ ପିଲାମାନେ ଚାକିରି କରିନଥିଲେ ସେମାନେ ଚେଷ୍ଟା କରନ୍ତୁ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ସଫଳତା ମିଳିବାର ସମ୍ଭାବନା ଦେଖାଯାଉଛି। ଚେଷ୍ଟା ପ୍ରଚେଷ୍ଟା ତ କରିବା ଆବଶ୍ୟକତା ଅଛି। ଚେଷ୍ଟା ନ କରିବା ତାହେଲେ କୌଣସି ବି କାର୍ଯ୍ୟ ହେବ ନାହିଁ। ଏବଂ କିଛି ଯଦି ଋଣ ଆମେ ବହୁତ ଦିନ ଧରି ଋଣ ନେଇଥିଲେ ଶୁଝି ପାରୁନଥିଲେ, ଯେମିତିରେ କଳେ ବଳେ କୌଶଳେ କୌଣସି ବିକା ଟିକା ଯାହା ବି ହଉ ଆପଣଙ୍କ ଅଧୈର୍ଯ୍ୟତା ହେଇ ଲାଷ୍ଟକୁ ଋଣ ମୁକ୍ତ କରିବା ପାଇଁ ପ୍ରଚେଷ୍ଟା କରିବେ ନିଶ୍ଚିତ ରୂପରେ। ତାହା ଦେଖାଯାଉଛି କୁଣ୍ଡଳୀ ଅନୁସାରେ। ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଆନନ୍ଦ ମଧୁମୟ ଦେଖାଦେବ। ଶତ୍ରୁମାନଙ୍କ ଠାରୁ ବିଜୟ ପ୍ରାପ୍ତି ହେବେ। ପୋଲିସ ମ୍ୟାଟର କୋର୍ଟ କଚେରୀ କ୍ଷେତ୍ରରେ ବିଜୟ ପ୍ରାପ୍ତି ହେବାର ସମ୍ଭାବନା ଦେଖାଯାଉଛି। କିନ୍ତୁ ମନେ ରଖିଥିବେ ଖାଦ୍ୟ ପାନୀୟ ଭୋଜନ ଏହା ପ୍ରତି ଧ୍ୟାନ ଦେବେ। ଇଲେକ୍ଟ୍ରିକ୍ ଜଳ ସମ୍ବନ୍ଧିତ ସ୍ଥାନ ଠାରୁ ଟିକେ ସାବଧାନ ନେବେ। ଅଗ୍ନିକାଣ୍ଡ ଠାରୁ ଦୂରେଇ ରହିବା ଅତ୍ୟନ୍ତ ଆବଶ୍ୟକତା ଅଛି। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ତାହେଲେ ମାସଟାଟି ହାରାହାରି ଦେଖିବାକୁ ଗଲା ବେଳକୁ ଆପଣ ଧୈର୍ଯ୍ୟ ବହୁତ ଆବଶ୍ୟକତା ଅଛି। ବାଣୀକୁ ନିୟନ୍ତ୍ରଣ ରଖିବା, ନିଜେ ନିଜ ପ୍ରତି ଧ୍ୟାନ ଦେବା, ତାହେଲେ ମାସଟି ବେଟର ରହିବ। ତାହେଲେ ପ୍ରତିକାର ହେଉଛି ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି ଭଗବାନ ମାତା ପିତାଙ୍କୁ ପ୍ରଣାମ କରିବା। ଗୃହରେ ଇଷ୍ଟଦେବୀ ଇଷ୍ଟ ଦେବତାଙ୍କୁ ପ୍ରଣାମ କରିବା। ମଙ୍ଗଳବାର ଏବଂ ଗୁରୁବାର ଶନିବାର ଗ୍ରାମ ଦେବତୀଙ୍କ ନାମ ଦୀପଟେ ଜାଳିବା। ଗରିବ ବ୍ୟକ୍ତିମାନଙ୍କୁ ଜଳ ମାନେ କିଛି ଖାଇବାକୁ ପ୍ରାୟ ଚେଷ୍ଟା କରିବା ଦାନ କରିବା ପାଇଁ। ତାହେଲେ ମାସଟି ତମ ହେବ, ସଫଳତା ଦେଖାଦେବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ମାସିକ ରାଶିଫଳ। ଆଜି ତ ସମୟ ଯେ କାର୍ଯ୍ୟକ୍ରମକୁ ଆମେ ଏଠୁ ପୁଣି ଦେଖା ପାଇବା। ଜୟ ଜଗନ୍ନାଥ, ନମସ୍କାର।